আজি হଉଛି ଗରୁଡ଼ ଶୟନ ଉତ୍ସବ, ଯାହା ଆଷାଢ଼ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ପାଳିତ ହୁଏ। ତେବେ ଏହି ପବିତ୍ର ତିଥିରେ ଯେଉଁଥିରେ ମହାପ୍ରଭୁ ଜଗନ୍ନାଥଙ୍କ ବାହନ ପକ୍ଷୀରାଜ ଗରୁଡ଼ଙ୍କ ଶୟନ ବା ନିଦ୍ରା ନୀତି ଅନୁଷ୍ଠିତ ହୋଇଥାଏ। ତେବେ ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀରେ ଭଗବାନ ବିଷ୍ଣୁ କିମ୍ବା ମହାପ୍ରଭୁ ଶୟନ କଲା ପରେ ଦ୍ୱାଦଶୀ ଦିନ ଗରୁଡ଼ ଶୟନ କରନ୍ତି। ଏହି ଦିନ ରଥଯାତ୍ରା ସମୟରେ ରଥ ଉପରେ ମଧ୍ୟ ଗରୁଡ଼ ଶୟନ ନୀତି ଏବଂ ଅଧାରପଣା ନୀତି ପାଳିତ ହୋଇଥାଏ। ତ୍ରିକାଳ ପୂଜା ଉପରେ ଗରୁଡ଼ଙ୍କ ପଞ୍ଚାମୃତ ସ୍ନାନ କରାଯାଇ ବସ୍ତ୍ର ଚନ୍ଦନ ଫୁଲରେ ଭୂଷିତ କରାଯାଏ। ମହତ୍ତ୍ୱ ରହୁଛି ଦିଅଙ୍କ ପରି ସେବକ ଓ ବାହନ ମଧ୍ୟ ନିଦ୍ରା ଯିବାର। ଏହା ଜଗନ୍ନାଥ ସଂସ୍କୃତିର ଅନ୍ୟାନ୍ୟ ଏକ ପରମ୍ପରା। ଏହା ଚତୁର୍ମାସ ବ୍ରତର ଆରମ୍ଭ ସମୟରେ ଏକ ପ୍ରମୁଖ ଅଂଶ। ତେବେ ଆଜିର ଦିନରେ ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆପଣମାନେ ଯାହାକି ଗରୁଡ଼ ଶୟନ ଉତ୍ସବ ବା ଏହି ପର୍ବ ସମୟରେ ବିଷ୍ଣୁ ଏବଂ ଗରୁଡ଼ଙ୍କୁ ପୂଜାର୍ଚ୍ଚନା କଲେ ଜୀବନରେ ବିଶେଷ ପୁଣ୍ୟ ସହିତ ରୋଗମୁକ୍ତ ଏବଂ ଶତ୍ରୁ ବିନାଶ ହୋଇଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କର ଜ୍ୟୋତିଷ ବନ୍ଧୁ ଯଯାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 26 ଜୁଲାଇ 2026ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ରବି ନାରାୟଣଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 26 ତାରିଖ, ଓଡ଼ିଆ ଶ୍ରାବଣ ମାସ 10 ଦିନ, ରବିବାର, ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ଯାହା ଦିବା 2:13 ପର୍ଯ୍ୟନ୍ତ ରହୁଛି। ତାପରେ ତ୍ରୟୋଦଶୀ ତିଥି ଆରମ୍ଭ ହଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର ଯାହା ଦିବା 8:34 ପର୍ଯ୍ୟନ୍ତ ରହୁଛି। ତାପରେ ମୂଳା ନକ୍ଷତ୍ର ଆରମ୍ଭ ହଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଯାହା ଦିବା 8:34 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ଧନୁ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହଉଛନ୍ତି ଯାହା ପ୍ରାପ୍ତ 5:17। ସେଇଭଳି ସୂର୍ଯ୍ୟ ଅସ୍ତ ହଉଛନ୍ତି ଅପରାହ୍ନ 6:24। ଆଜି ଯୁଗ୍ନି ରହିଛି ନୈରୁତ୍ୟ କୋଣେ ଦିବା 2:13 ପରେ ଯୁଗ୍ନି ଦକ୍ଷିଣ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ଯାହାକି ଦିବା 8:34 ପରେ ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ ଯାହା ଦିବା 2:13 ପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି ତତ୍ସହିତ କୃଷି ସନ୍ତାନ ହାନି। ଆଜି ଦ୍ୱାଦଶୀରେ ଶ୍ରାଦ୍ଧ। ଆଜି ନିଷିଦ୍ଧ ଖାଦ୍ୟ ରହିଛି ପୋଇ ତତ୍ସହିତ ବାଇଗଣ ଭୋଜନ ସହିତ ରବିବାର ଯୋଗୁଁ ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ଯାହାକି ପୁଂସବନ, ସୀମାନ୍ତନ, ନିଷ୍କ୍ରାମଣ, ପୁରାତନ ଗ୍ରହ ପ୍ରବେଶ, ଔଷଧୀକରଣ ଓ ସେବନ, ଫଳ ପ୍ରଭାବ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ ରୋପଣ, ଧାନ ସ୍ଥାପନ ପ୍ରଭୃତି କରିପାରିବେ। ଆଜିର ଅଶୁଭ ବେଳା ତାହା ଦିବା 9:54 ଦିବା 1:15 ମଧ୍ୟ ରହିଛି 12 ବେଳା ସହିତ କାଳ ବେଳା। ସେହିଭଳି ଦିବା 4:44 ଅପରାହ୍ନ 6:21 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 1:25 ରାତ୍ରି 2:54 ମଧ୍ୟ ରହିଛି କାଳ ରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଗ୍ରହର ସ୍ଥିତି ଆଜି ବୃଷ ରାଶିରେ ମଙ୍ଗଳ ସଞ୍ଚରଣ କରୁଛନ୍ତି। ମିଥୁନ ରାଶିରେ ବୁଧ ସଞ୍ଚରଣ କରୁଛନ୍ତି। କର୍କଟ ରାଶିରେ ରବି ଏବଂ ବୃହସ୍ପତି ସଞ୍ଚରଣ କରୁଛନ୍ତି। ସିଂହ ରାଶିରେ ଶୁକ୍ର ଏବଂ କେତୁ ସଞ୍ଚରଣ କରୁଛନ୍ତି। ଧନୁ ରାଶିରେ ଚନ୍ଦ୍ର ସଞ୍ଚରଣ କରୁଛନ୍ତି। କୁମ୍ଭ ରାଶିରେ ରାହୁ ସଞ୍ଚରଣ କରୁଛନ୍ତି ଏବଂ ମୀନ ରାଶିରେ ଶନି ସଞ୍ଚରଣ କରୁଛନ୍ତି।
ये थिला आजिर ग्रहर स्थिति गोचर कुंडली रे चंद्र आज संचरण करुछंती मूला नक्षत्र रे जहाँकि रविवार रे तेबे एही मूला नक्षत्र रे चंद्र संचरण रे केउ राशि आज बहुत भल दिन हेबो केउ राशि आज बहुत सावधान रहिबा को पड़िबो केउ राशि आज नूतन कार्य आरंभ करि पारिबे केउ राशि आज नूतन कार्य ठारू दूरता अवलंबन करिवे जानिबा मेष ठारू मीन राशि पर्यंत प्रत्येक राशि जातक व्यक्ति मानक पई केउ ग्रह विशेष प्रभाव पकेइबो जानिबा एही राशिफल कार्यक्रम रे तेबे ये थिला आजिर ग्रहर स्थिति एही स्थिति को देखि मु नै आसीची पूरा दिनर हालचाल तेबे जो माने मते प्रथम करी देखुचंती सेमानंकु मु कहि रखुची जे आपण माने आपणकर जन्म राशिर राशिफल देखि पारिबे तेबे जो माने राशिफल जानि नाहंती सेमाने निजर प्रचलित नाम राशिरु राशिफल देखि पारिबे। तेबे प्रथमे चालंतु जानिबा मेष राशि व्यक्तिଙ୍କ विषय मेष राशि व्यक्ति आज सकल प्रकार कार्य बाधायुक्त रहुची तेणु प्रत्येक कार्य धीर स्थिर होई कार्य करंतु कौनसी अस्थिरता होई कार्य करंतु नाही गुरुत्वपूर्ण निष्पत्ति ठारू दूरता अवलंबन करिले आपणको पाई भल दैनंदिन कार्य गुड़िक विलंबयुक्त होई पारिबो व्यवसाय कार्य रे आपण आज बाधायुक्त रहुची बा आपणकर अर्थजनित समस्या आसी पारे एहा प्रति दूरता अवलंबन करंतु राजनीतिक सामाजिक क्षेत्र रे आपणकर कार्य विफलता एवं भाग्य मध्य आज विभिन्न प्रकार परिशान करि पारे बा शत्रु विभिन्न प्रकार योजना करी आपणको हैरान करि पारंती परिवार वर्गଙ୍କ सहित वैचारिक मतभेद विशेष करी पुत्र पुत्रीଙ୍କ सहित अधिक वैचारिक मतभेद बा कलह झगड़ा होई पारे प्रेम जगत रे अशांति परिवेश बंधु वर्गଙ୍କ सहित मतभेद अधिक देखा जाउछि बा आपण वैचारिक असमता देखा देबो तेबे आजी जहा कि स्वास्थ्य प्रति निश्चित मेष राशि व्यक्ति ध्यान दियंतु दूर यात्रा आज कौनसी जगह को न गले आपणको पई भलो होंता आज मेष राशि व्यक्तिंकर भाग्य संख्या रही जहा कि 5 भाग्य रंग आपण नील रंग व्यवहार करंतु ग्रह माने आपणको आज 35% साथ दउछंती। तेबे एबे चलंतु जानिबा वृष राशि व्यक्तिंक विषय वृष राशि व्यक्ति आज आपणकर जहा कि समस्त प्रकार कार्य शुभ कार्य पई अनुकूल जुग रहुची धार्मिक कार्य पाठ पढ़ा बा आध्यात्मिक कार्य पई आज निश्चित परिवेशटी अति उन्नत सहकारे रहिची विशेष करी भूमि वाहन क्षेत्र रे किछि नूतन जिनिस कार्य पई भाग्य आपणकर सहयोग करूची बा एथिरे आपण किछि डिसिजन नबा पई भाग्य आपनको पूर्ण सहयोग करूछंती तेबे वृष राशि व्यक्ति आज किछि जिनिस आनिबार सुजोग रहुछि बा प्राप्त करिबार पूर्ण शुभ जुग जहा आपनको राशि चक्र जना पड़े तेबे वृष राशि व्यक्ति आज आपण राजनीतिक सामाजिक क्षेत्र में मान सम्मान वृद्धि रहुछि बा कार्य रे सहयोग मिलिबो एवं कार्य सहकारे बा दैनंदिन कार्य सठिक ढंग रे करि पारंती बंधु वर्गଙ୍କ सहित भल संपर्क बजाय रहिबो प्रेम जगत रे जहा कि संपर्क स्थिरता रहिबो आज परिवार वर्गଙ୍କ सहित सहयोग मिली निजर कार्य आगको बढ़िबार सुजोग देई पारे तेबे वृष राशि व्यक्तिंकर भाग्य संख्या रही 3 भाग्य रंग आपण कमला रंग व्यवहार करंतु ग्रह माने आपण को आज जहा कि 80% साथ दउछंती। एबे चलंतु जानिबा मिथुन राशि व्यक्तिंक विषय मिथुन राशि व्यक्ति आज सकल प्रकार कार्य रे भाग्य आपणकर अति उत्तम जुग रहुची गुरुत्वपूर्ण निष्पत्ति नै पारिबे पूर्वरु अटकी जाइथिबा कार्य संपूर्ण करि पारिबे आज जे कोनोसी डिसिजन नियंतु ना काहे कि से कार्य आपणकर निश्चित शुभ जुग बनेइबो तेबे आज मिथुन राशि व्यक्ति आपण कोनोसी कार्य पई दूर यात्रा करूछन्ति से कार्य निश्चित सफलता रहबो व्यापार वाणिज्य क्षेत्र रे आज अधिक लाभ करिवे अर्थ संचय करिवे बाकिया देण नेण पई आज भाग्य अति उत्तम जुग रहुची विशेष करी आज मिथुन राशि व्यक्तिंकर भाग्य वृद्धि जुग रहुची तत्सहित आपणकर साहस वृद्धि हेबो कंपटीशन क्षेत्र रे जदि भाग किछि नउछंती सेतरे विजय होबार पूर्ण सुजोग रहुची तेबे मिथुन राशि व्यक्ति आज उत्तम भोजन सहित शयन सुख प्राप्त जुग रहुची आज
ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ ରହିବ, ମାନସିକ ସ୍ତରରେ ମଧ୍ୟ ସୁସ୍ଥ ରହିବେ। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ଆପଣଙ୍କର ଆକସ୍ମିକ ଭାବେ ଭାଗ୍ୟ ବୃଦ୍ଧି ଯୁଗ ରହୁଛି। ସକଳ ପ୍ରକାର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ବିଶେଷ କରି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ଆଜି ନିଶ୍ଚିତ ବିଜୟ ଯୁକ୍ତ ରହୁଛି, ଯାହା କର୍କଟ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼େ। ତେବେ କର୍କଟ ରାଶି ବ୍ୟକ୍ତି ଆଜି ଗୋଟିଏ ଭାଷାରେ କହିଲେ ଆପଣ ଶତ୍ରୁ ପରାଜିତ ବା ଶତ୍ରୁ ବିଜୟ ଯୁକ୍ତ ରହୁଛନ୍ତି। ରାଜନୈତିକ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଆଜି କର୍କଟ ରାଶି ବ୍ୟକ୍ତି ବନ୍ଧୁବର୍ଗ, ପ୍ରେମ ଜଗତରେ ଏବଂ ଆପଣଙ୍କର ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣାପଡୁଛି। ତେବେ ଆଜି ନିଜର ପ୍ରିୟ ବନ୍ଧୁଙ୍କ ଦ୍ୱାରା ଅନେକ କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ଉତ୍ତମ ସ୍ୱାସ୍ଥ୍ୟ ରହିବ। ଆଜି ପ୍ରେମ ବାର୍ତ୍ତାଳାପ ପାଇଁ ଭାଗ୍ୟ ଅତି ଚମତ୍କାର ଯୁଗ ବନଉଛନ୍ତି। ସୁଖ ପ୍ରାପ୍ତ ସହିତ ଆଜି ଆପଣଙ୍କର ଯାହାକି ସମସ୍ତ ପ୍ରକାର ଚିନ୍ତା ଯିବ ଏବଂ ଆଜି ଆନନ୍ଦ ଅନୁଭବ କରିପାରନ୍ତି। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ଆପଣ ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ମାନ ସମ୍ମାନ ବୃଦ୍ଧି ଯୁକ୍ତ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ର ନିଜର ଦକ୍ଷତା ବୃଦ୍ଧି କରିବେ। ବେପାର ବାଣିଜ୍ୟରେ ନିଶ୍ଚିତ ଆଶା ଅନୁସାରେ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥ ଦଉଛି। ଆଜି ଟିକେ ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, କାରଣ ପୂର୍ବ ଜନିତ ସ୍ୱାସ୍ଥ୍ୟ ଯଦି ପୀଡା ଥିବ ଆଜି ଆହୁରି ଅଧିକ ବୃଦ୍ଧି ରହିପାରେ। ତେଣୁ ଆଜି ଯନ୍ତ୍ରପାତିର କ୍ଷେତ୍ରରେ ଟିକେ ରିସ୍କଫୁଲ ରହୁଛି, ତେଣୁ ଆପଣ ଟିକେ ସାବଧାନ ରୁହନ୍ତୁ, ଯାହା ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ଭଲ হবে। ତେବେ ସ୍ୱାସ୍ଥ୍ୟ ପ୍ରତି ଟିକେ ସଚେତନ ରହିଲେ ଭଲ ରୁହନ୍ତା। ତେବେ ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ନିଶ୍ଚିତ ଉତ୍ସାହର ଦିନ ବା ହସ ଖୁସିରେ ଦିନ କଟିବାର ସୁଯୋଗ ଦେଇପାରେ। ବିଶେଷ କରି ପ୍ରେମ ଜଗତରେ ଆପଣଙ୍କର ରୋମାଣ୍ଟିକ ବୃଦ୍ଧି ହବାର ଚାନ୍ସ ରହୁଛି। ତେବେ ଆଜି ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ନିଶ୍ଚିତ କାର୍ଯ୍ୟ ସିଦ୍ଧି ଯୁଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ବାଧା ଯୁକ୍ତ ରହୁଛି। ବିଶେଷ କରି ନିଜ ପରିଜନଙ୍କ ସହିତ ଅଧିକ ବୈଚାରିକ ମତଭେଦ, କଳହ, ଯୁକ୍ତିତର୍କ, ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ ଏବଂ ମନରେ ସଦାବେଳେ ଚଞ୍ଚଳତା ରହିପାରେ। ତେଣୁ ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନପୂର୍ବକ କରନ୍ତୁ। ଦୈନନ୍ଦିନ କାର୍ଯ୍ୟରେ ଅସ୍ଥିରତା ବା ବିଳମ୍ବ ହୋଇପାରେ। ଭୋଜନ ଜନିତ ସମସ୍ୟା ଆସିପାରେ। ନିଦ ଜନିତ ସମସ୍ୟା ମଧ୍ୟ ରହିବ। ବିଶେଷ କରି ଯେଉଁମାନେ ଜଳ ଜନିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଯାହାକି କନ୍ୟା ରାଶି ବ୍ୟକ୍ତି ଆପଣ ଟିକେ ସାବଧାନ ରୁହନ୍ତୁ। ତତ୍ସହିତ ସ୍ତ୍ରୀ ବର୍ଗଙ୍କ ସହିତ ସଦାବେଳେ ନିଜକୁ ସଂଯମତା, ଆଦୌ କଳହ ନ କରିଲେ ଭଲ ହେବ। ତେଣୁ ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଅଶାନ୍ତି ପରିବେଶ ସୃଷ୍ଟି ହେବ। ଏହା ପ୍ରତି ଧ୍ୟାନ ଦେବା ସହିତ ବେପାର ବାଣିଜ୍ୟରେ ଆଜି ଭାଗ୍ୟ ନିମ୍ନଗାମୀ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରୁ ଦୂରତା ଅବଲମ୍ବନ କରିଲେ ଭଲ ହୁଅନ୍ତା। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସକଳ ପ୍ରକାର କାର୍ଯ୍ୟରେ ସିଦ୍ଧି ଯୁଗ ରହୁଛି। ଆଜି ଆପଣଙ୍କର ଭାଗ୍ୟ ଅତି ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେଇପାରିବେ। ଆଜି ସରଳତାର ସହକାରେ ଅର୍ଥ
इनकम करिवार पूर्ण सुजोग रहुछि। विशेष करी बंधु वर्ग प्रेम जगत रे आज परिवार वर्गों क्षेत्र रे आपणकर संपर्क मजबूत रहिबो। विशेष करी बंधु वर्गों द्वारा आपणकर अनेक छोट बड़ कार्य सिद्धि जुग रहुछि। तत्सहित स्वास्थ्य दृष्टि देखिले आपण संपूर्ण सुस्थ रहिबे। मानसिक स्तर रे मध्य आपण संपूर्ण स्थिरता बजाई रहिबो। तेबे तुला राशि व्यक्ति आज सदा बेले मन प्रसन्न रहिबो एवं आज कौनसी कार्य पई दूर यात्रा करूछंती निश्चित कार्य सिद्धि जुग बनौछि। आज राजनीतिक सामाजिक क्षेत्र रे आपणकर भाग्य संपूर्ण सहयोग करुथिबारु आपणकर जहाँकि दबदबा वृद्धि करिवार अति उत्तम जुग रहुछि। तेबे आज तुला राशि व्यक्तिंकर भाग्य संख्या रहिछि जहाँकि 5। भाग्य रंग आपण मिश्रित कला रंग व्यवहार करंतु। ग्रह माने आपण को आज 98% साथ दउछंती। एबे चलंतु जानिबा बिछा राशि व्यक्ति विषय। बिछा राशि व्यक्ति आज दिनटी आपणक पई विशेष भल दिन होई न पारे। समस्त प्रकार कार्य रे आज कार्यहानि जुग रहुछि। निज परिजनक सहित वैचारिक मतभेद अशांतिर परिवेश दैनंदिन कार्य सठिक ढंग रे होउतिला आज विलंब युक्त रहुछि। समस्त प्रकार सुख हानि पाप कार्य आड़कू अधिक आकृष्ट बढ़ी पारे। विद्यार्थी शिक्षार्थी मानक पई आज पाठ पढ़ारे अवहेला युक्त रही पारे। तेणु प्रत्येक कार्य बिछा राशि व्यक्ति ध्यान पूर्वक करंतु। परिवार वर्ग बंधु वर्ग प्रेम जगत रे आपण टिके सावधान रुहंतु। विशेष करी बिछा राशि व्यक्ति कौनसी कार्य पई डिसिजन नउछंती ताहा डिसिजन न नियंतु जहा आपनको पई भलो होबे। तेबे बिछा राशि व्यक्ति आज कौनसी क्षेत्र पई दूर यात्रा करूछंती से कार्य संपूर्ण हेबा भारी कष्टकर। आज बिछा राशि व्यक्तिंकर भाग्य संख्या रही जहाँ कि 3। भाग्य रंग आपण कमला रंग व्यवहार करंतु। ग्रह माने आपण को आज 35% साथ दउछंती। एबे चलंतु जानिबा धनु राशि व्यक्ति विषय। धनु राशि व्यक्ति आज दिनटी आपणक पई आनंदर दिन कहले अतृप्ति हेब नाही। आज आपणकर भाग्य आकस्मिक भावे उदय जुग रहुछि। तेणु समस्त प्रकार कार्य क्षेत्र रे विजय युक्त कंपटीशन क्षेत्र रे कार्य निश्चित सफलता हेबे। तत्सहित आज कार्य रे आनंद अनुभव करिवे। किछि उत्तम भोजन सहित किछि उपहार प्राप्त जुग रहुछि बा नूतन जिनिस किनिबार आज भाग्य आपन को सहयोग करूछन्ते। प्रेम जगत रे जो माने जडित अछन्ती आज मधुर संपर्क बजाई रहिबो। नूतन प्रेम पई भाग्य आपनकर सफलता जुग रहुछि। तेबे आज धनु राशि व्यक्ति परिवार वर्ग बंधु वर्गों सहित आपणकर संपर्क मजबूत हेबो। व्यापार वाणिज्य रे आशा ठारू अधिक लाभ करिवार पूर्ण सुजोग रहुछि। विशेष करी बंधु वर्गों द्वारा अनेक कार्य सफलता शीर्ष स्थान रे पहुंची पारंती। तेबे धनु राशि व्यक्ति कौनसी कार्य पई दूर यात्रा करूथिले निश्चित कार्य सिद्धि जुग रहुछि। आज स्वास्थ्य एवं मानसिक स्तर रे आपण आनंदित एवं सुस्थ रहिबे। तेबे आज धनु राशि व्यक्तिंकर भाग्य संख्या रही 1। भाग्य रंग आपण हळदी रंग व्यवहार करंतु। ग्रह माने आपण को आज 98% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज आपणकर आकस्मिक भावे समस्त कार्य विफलता जुग आड़कू अग्रगति करि पारे। तेणु ध्यान पूर्वक मकर राशि व्यक्ति प्रत्येक कार्य करंतु। कौनसी गुरुत्वपूर्ण निष्पत्ति नियंतु नाही। आज सकल प्रकार कार्य रे बाधा युक्त राजनीतिक सामाजिक क्षेत्र रे मान सम्मान हानि अर्थ व्यापार वाणिज्य क्षेत्र रे अर्थनाश जुग आज मानसिक एवं शारीरिक क्षेत्र रे पीड़ा युक्त रहुछि। विशेष करी आखि जनित समस्या जो माने थिबो से माने मकर राशि व्यक्ति आज अधिक सावधान रहिबार आवश्यकता रहिछि। तेबे आज आय ठारू व्यय अधिका होई पारे। आज बंधु वर्ग प्रेम जगत रे एवं आपणकर परिवार वर्गों सहित वैचारिक मतभेद अधिका देखा देई पारे। तेणु आज दूर यात्रा सहित कौनसी कार्य गुरुत्वपूर्ण निष्पत्ति नियंतु नाही जहाँ मकर राशि व्यक्ति भल हे। तेबे मकर राशि व्यक्ति भाग्य संख्या रही 2। भाग्य रंग आपण धूसर रंग व्यवहार करंतु। ग्रह माने आपण को आज जहाँ कि 40% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज समस्त प्रकार कार्य रे सिद्धि जुग रहुछि।
ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ଆପଣଙ୍କର ପୂର୍ଣ୍ଣ ହବାର ଚାନ୍ସ ରହୁଛି ବା ଯୋଜନା ପ୍ରସ୍ତୁତ କରିପାରିବେ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଆପଣଙ୍କର ଆୟ ଇନକମ୍ ବୃଦ୍ଧି କରିବ। ବିଶେଷ କରି ଆପଣ ଅର୍ଥ ଦେଣ ନେଣ ପାଇଁ ଆଜି ଭାଗ୍ୟ ଆପଣଙ୍କର ଅତି ଉତ୍ତମ ଯୁଗ ରହୁଛି। ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ଆପଣଙ୍କର ଭାଗ୍ୟ ନିଶ୍ଚିତ ଅଧିକ ଶୁଭ ଯୁଗ ସ୍ଥିତିରେ ରହୁଛି, ବିଶେଷ କରି ସ୍ତ୍ରୀ ବର୍ଗଙ୍କ ଦ୍ୱାରା, ଯାହାକି କୁମ୍ଭ ରାଶି ବ୍ୟକ୍ତି ଆଜି ଅନେକ ଛୋଟ ବଡ଼ କାର୍ଯ୍ୟ ହାସଲ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମହତ୍କାଂକ୍ଷୀ କାର୍ଯ୍ୟ ସମ୍ପୂର୍ଣ୍ଣ କରିପାରନ୍ତି ତାଙ୍କ ଦ୍ୱାରା, ଅର୍ଥାତ୍ ସ୍ତ୍ରୀ ବର୍ଗଙ୍କ ଦ୍ୱାରା। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ସେ କାର୍ଯ୍ୟ ନିଶ୍ଚିତ ସିଦ୍ଧି ଯୁଗ ବନେଇବ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବିଶେଷ କରି ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିରତା ରହିବ, ମନରେ ଆନନ୍ଦତା ରହିବ ଏବଂ ମାନସିକ ସ୍ତରରେ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିର ରହିବେ। ତେବେ କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9। ଭାଗ୍ୟ ରଙ୍ଗ ଆପଣ ସୁନେଲି ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପାଇବେ। ରାଜନୈତିକ ସାମାଜିକ କ୍ଷେତ୍ରରେ ନିଜର ଦକ୍ଷତା ବୃଦ୍ଧି କରିବେ। ନିଜର ମାନ ସମ୍ମାନ ବୃଦ୍ଧି ସହିତ କାର୍ଯ୍ୟ ସମ୍ପୂର୍ଣ୍ଣ ପ୍ରକାର କାର୍ଯ୍ୟରେ ପ୍ରଶଂସା ପାଇବେ। ଆଜି ପରିବାର ବର୍ଗ, ବନ୍ଧୁ ବର୍ଗ ଏବଂ ପ୍ରେମ ଜଗତରେ ନିଶ୍ଚିତ ଭାଗ୍ୟ ଆପଣଙ୍କୁ ସହଯୋଗ କରୁଛନ୍ତି। ବିଶେଷ କରି ଆଜି ଗ୍ରହ ସୁଖ ଯୁଗ ରହୁଛି, ଯାହା ମୀନ ରାଶି ବ୍ୟକ୍ତିଙ୍କ ରାଶି ଚକ୍ରରୁ ଜଣାପଡୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, ତେବେ ସେ କାର୍ଯ୍ୟ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମୀନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ନିଶ୍ଚିତ ଲାଭ ପାଇବେ। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ପାଇଁ ଟିକେ ସ୍ଥିରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିରତା ରହିବ। ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିପାରନ୍ତି। ତେବେ ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ। ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି।